हेलो माय डियर्स, बहुत बहुत स्वागत करछि मोर ओडिया लॉ ऑफ अट्रैक्शन चैनल को। आज मु आपण मानको पई गोटे बहुत सुंदर वीडियो नेकी आसीछि। आपण मानकर पिला मानकर भविष्य को नेकी ए वीडियो नेकी आसीछि मु। आपण माने जदि प्रतिदिन ए वीडियो को देखिकी अनुसरण करिकी आपण मानको लाइफ रे यूटिलाइज करूछंती ताहले निहाती भाबरे आपण मानकर पिला मानकर भविष्य बहुत उज्जवल हेई परिबो एवं पिला बहुत उन्नति करि परिबो एवं प्रति क्षेत्र रे पिला टॉपर्स हेई परिबो एवं प्रति क्षेत्र रे सफलता हासिल करिकी ही रहिबो। तो आसंतु केमिति सेई काम को करिवे बा सेई रिचुअल्स को आपण प्रतिदिन केमिति करिवे, केमिति करिवा द्वारा जदि आपण मानकर पिला मोबाइल रे बेसी मन दउची, बेसी ध्यान मोबाइल रे दउची, बेसी समय मोबाइल देखुची, ଆପଣଙ୍କର ପିଲା ପାଠ ପଢ଼ାରେ ଏତେ ମନ ଦଉନାହିଁ, ପିଲା କଥା ଶୁଣୁନାହିଁ କିମ୍ବା ପିଲା ଅନ୍ୟମନସ୍କ ରହୁଛି କିମ୍ବା ଦୁଷ୍ଟାମି କରୁଛି, ଯାହା ବି ପିଲାଙ୍କର ଆପଣ ଯୋଉଟା ଭାବୁଛନ୍ତି କି ପିଲା ଛୋଟ ବଡ଼ ଟିକେ ମିଷ୍ଟେକ୍ କରୁଛନ୍ତି ତ ପିଲାଙ୍କର ପିଲାଙ୍କୁ ସୁଧାରିବା ପାଇଁ ବା ପ୍ରତି କ୍ଷେତ୍ରରେ ପିଲାଙ୍କୁ ସୁଧାରିବା ପାଇଁ ଏଇ ଭିଡ଼ିଓ ଆପଣମାନଙ୍କ ପାଇଁ ବହୁତ ପ୍ରଯୁଜ୍ୟ ହେଇପାରିବ। ମୁଁ ଆପଣମାନଙ୍କ ପାଇଁ ସ୍ପେଶାଲି ପିଲାମାନଙ୍କ ପାଇଁ ନେଇ ଆସିଛି, ଯୋଉଟା କି ଆପଣମାନଙ୍କର ବାପା ମା ମାନେ କରିକି ପିଲାଙ୍କର ଭବିଷ୍ୟତକୁ ଉଜ୍ଜଳ କରିପାରିବେ ଏବଂ ପିଲାଙ୍କର ଭବିଷ୍ୟତକୁ ସଜାଡ଼ି ପାରିବେ। ତ ଆସନ୍ତୁ ଜାଣିବା, ଯଦି ଆପଣମାନଙ୍କର ପିଲା ଭାବୁଛନ୍ତି କି ପିଲା ବହୁତ ଦୁଷ୍ଟାମି କରୁଛି କି ପାଠ ପଢ଼ାରେ ମନ ଦଉନି, ଠିକ ଭାବରେ ଠିକ ସମୟରେ ଦେହର ଯତ୍ନ ନଉନି, ଖାଦ୍ୟ ଖାଉନି କି ଯାହା ବି ଆପଣ ଭାବୁଛନ୍ତି, ଯୋଉ ଧାରଣା ବି ଆପଣମାନଙ୍କର ପିଲା ପ୍ରତି ଅଛି, ପ୍ରଥମେ ଆପଣ ସେଇ ଧାରଣାକୁ ଆପଣ ବଦଳାନ୍ତୁ। କାହିଁକି ନା ପିତା ମାତାଙ୍କର ଚିନ୍ତାଧାରା ଉପରେ ବହୁତଟା ଡିପେଣ୍ଡ କରେ, ବହୁତଟା ନୁହେଁ, ଆପଣମାନଙ୍କର ପିତା ମାତାଙ୍କର ଚିନ୍ତାଧାରାରେ ପିଲାମାନଙ୍କର ଭବିଷ୍ୟତ ତିଆରି ହେଇଥାଏ। ତାଙ୍କର ଚିନ୍ତାଧାରାକୁ ବେଶ କରିକି ପିଲାମାନେ ହେଇଥାନ୍ତି। ତେଣୁ ନିହାତି ଭାବରେ ଯୋଉ ଧାରଣା ପିଲାମାନଙ୍କ ପ୍ରତି ଆପଣ ଭୁଲ ଧାରଣା ରଖିଛନ୍ତି, ସେଇ ଧାରଣାକୁ ଆପଣ ସମ୍ପୂର୍ଣ୍ଣ ଦୂର କରନ୍ତୁ। ଏବଂ ପ୍ରଥମେ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରିବି କି ଆପଣମାନେ କାହାରି ପାଖରେ କହିବା, ଯୋଉ କହୁଛନ୍ତି ମୋ ପିଲା ପାଠ ପଢୁନି, ମୋ ପିଲା ବାରମ୍ବାର ମୋବାଇଲ ଦେଖୁଛି, ପିଲା ଦୁଷ୍ଟାମି କରୁଛି, ଆପଣ ଏଇଭଳିଆ କହିବା ବନ୍ଦ କରନ୍ତୁ। ଏଇଭଳିଆ କହିବା ଯେବେଠୁ ବନ୍ଦ କରିବେ ପିଲା ସେବେଠୁ ହିଁ ସୁଧରିବ। କାହିଁକି ଆପଣ ଯେତେ କହିବେ, ଆପଣଙ୍କର ପାଟିର ଯୋଉ ଶବ୍ଦ ବାହାରୁଛି ପାଟିରୁ, ସେଇ ଶବ୍ଦର ପାୱାର ବହୁତ। ତେଣୁ ସେଇ ଯୋଉ ପାୱାରଫୁଲ ୱାର୍ଡ ଆପଣ କାଢୁଛନ୍ତି ସେଇଥିରେ ହିଁ ଆପଣଙ୍କର ମ୍ୟାନିଫେଷ୍ଟ ହେଇଯାଉଛି। କାହିଁକି ନା ନେଗେଟିଭଟା ମ୍ୟାନିଫେଷ୍ଟ ହବା ପାଇଁ ବହୁତ ଇଜି, କିନ୍ତୁ ପଜିଟିଭ ଆପଣ ମ୍ୟାନିଫେଷ୍ଟ କଲା ବେଳକୁ ତାକୁ ଟାଇମ୍ ଲାଗିବ। ତେଣୁ ଆପଣମାନେ ଯୋଉଟା ଅନ୍ୟମାନଙ୍କ ସମ୍ମୁଖରେ ବା ଅନ୍ୟମାନଙ୍କ ସହିତ ଆଲୋଚନା କରୁଛନ୍ତି, ସାଇ ପଡ଼ିଶାଙ୍କ ସହିତ କିମ୍ବା ବନ୍ଧୁବାନ୍ଧବଙ୍କ ସହିତ କିମ୍ବା ଘର ଲୋକଙ୍କ ସହିତ, ପିଲା ଦୁଷ୍ଟାମି କରୁଛି, ପିଲା ଅଧିକ ସମୟ ମୋବାଇଲ ଦେଖୁଛି, ପିଲାର ମନ ଲାଗୁନାହିଁ, ଆପଣ ବିଲକୁଲ ବି ଏଇସବୁ କହିବା ବନ୍ଦ କରନ୍ତୁ। ଆପଣ ଭଲ ଭଲ ଆଫର୍ମେସନ କରନ୍ତୁ। ମୋ ପିଲା ବହୁତ ଭଲ ପଢୁଛି, ମୋ ପିଲା ବିହେଭିୟର ବହୁତ ଭଲ, ସିଏ ୱାର୍ଲଡର ବେଷ୍ଟ, ସିଏ ବହୁତ ଇଣ୍ଟେଲିଜେଣ୍ଟ। ଆପଣ ଏମିତି ଭଲ ଭଲ କହିବା ଶିଖନ୍ତୁ, ଭଲ ଭଲ କୁହନ୍ତୁ ଏବଂ ପିଲାଙ୍କୁ ମଧ୍ୟ ଭଲ କହିବା ଶିଖାନ୍ତୁ। ଦେଖିବେ ଦିନେ ପିଲା ସତରେ ବଦଳିଯିବ। ଆପଣ ଯେମିତି ଚାହୁଁଛନ୍ତି ପିଲା ସେମିତି ହିଁ ହେଇପାରିବେ। ତ ଏବେ ମୁଁ ଆପଣମାନଙ୍କୁ କହିବି, ଆପଣମାନେ ସେଇ ଛୋଟ ଛୋଟ କଥାକୁ କହିବା ବନ୍ଦ କରନ୍ତୁ। ଏବେ ଆପଣମାନେ କ'ଣ କରିଲେ ପିଲାଙ୍କର ଭବିଷ୍ୟତ ବଦଳେଇ ପାରିବେ, ଆସନ୍ତୁ ମୁଁ ଆପଣମାନଙ୍କୁ କହିବି। ତ ପ୍ରତିଦିନ ଯେତେବେଳେ ଆପଣ ସକାଳେ ଉଠୁଛନ୍ତି, ଯେତେବେଳେ ଆପଣ ଶଯ୍ୟା ତ୍ୟାଗ କରୁଛନ୍ତି, ଆପଣ ପରମାତ୍ମା ପରମେଶ୍ୱରଙ୍କୁ ଧନ୍ୟବାଦ କରୁଛନ୍ତି କି ହେ ପରମାତ୍ମା ପରମେଶ୍ୱର, ପୁଣି ମୋତେ ଗୋଟେ ବହୁତ ସୁନ୍ଦର ଦିନ ଦେଲେ, ମୁଁ ପୁଣି ଆଉ ଗୋଟେ ଦିନ ଦେଖିବା ପାଇଁ ସୁଯୋଗ ପାଇଲି, ଆଜି ମୋ ପାଇଁ ବହୁତ ସଫଳତାର ଦିନ। ତ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଆପଣ ଧନ୍ୟବାଦ କରିକି ଉଠି ପଡ଼ିଲେ, ପୃଥ୍ୱୀ ମାତାଙ୍କୁ ଆପଣ ଟଚ୍ କରିକି ପୃଥ୍ୱୀ ମାତାଙ୍କୁ ଧନ୍ୟବାଦ କଲେ ଯେ ଆପଣଙ୍କର ଭାର ସମ୍ଭାଳିଛନ୍ତି, ସାରା ସୃଷ୍ଟିର ଭାର ସମ୍ଭାଳିଛନ୍ତି। ଆପଣ ଧନ୍ୟବାଦ କରିକି ସିଧା ଉଠିଯିବେ, ଯାଇକି ଖୋଲା ଆକାଶ ତଳକୁ ପଳେଇ ଯିବେ। ଆପଣ କୌଣସି ବାହାର ଜାଗାକୁ ଯିବେ, ନହେଲେ ଛାତ ଉପରକୁ ପଳେଇବେ ଏବଂ ଦୁଇ ହାତ ଟେକି ଦେବେ। ଆପଣ ଏମିତି ପୂର୍ଣ୍ଣ ସମର୍ପଣ ଭାବ ରଖିକି ଆତ୍ମସମର୍ପଣ ହେଇଯିବେ ଈଶ୍ୱରଙ୍କ ନିକଟରେ ଏବଂ କହିବେ କି ହେ ପରମାତ୍ମା ପରମେଶ୍ୱର,
हे अनंत कोटि ब्रह्मांड मु आपणकर प्रिय संतान अटे मु आपणकर सर्वश्रेष्ठ संतान अटे आपणकर शक्ति एवं आशीर्वाद मोर चतुर्पार्श्व मोर पिला मानकर चतुर्पार्श्व मो घरर चतुर्पार्श्व मोर जॉब बिजनेस जहाँ भी अच्छी चतुर्पार्श्व एवं गाड़ी घोड़ा जहाँ भी अच्छी तार चतुर्पार्श्व सुरक्षा कवच होकर अच्छी मु निमित्त मात्र प्रभु मु ଆପଣଙ୍କର ପ୍ରିୟ ସନ୍ତାନ ଆପଣ ହିଁ ମୋର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି ମୁଁ ଆପଣଙ୍କର ଅଂଶ ଅଟେ ଆପଣ ମୋର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି ମୋର ସମ୍ମାନ ଆପଣଙ୍କର ସମ୍ମାନ ଆପଣଙ୍କର ସାରା ଧନ ସମ୍ପତ୍ତି ସ୍ନେହ ପ୍ରେମ ଭଲ ପାଇବା ସବୁ କିଛିରେ ମୋର ପୂର୍ଣ୍ଣ ଅଧିକାର ରହିଛି ପ୍ରଭୁ ମୋର ଏବଂ ମୋର ପରିବାରର ସମସ୍ତ ଦାୟିତ୍ୱ ଆପଣ ବହନ କରୁଛନ୍ତି ଆପଣ ଏମିତି କହିବେ କାହିଁକି ନା ଯେତେ ପର୍ଯ୍ୟନ୍ତ ଆପଣ ଭାବିବେ କି ମୁଁ କରୁଛି ମତେ କରିବାକୁ ପଡିବ ମୁଁ ହିଁ କରୁଛି ଯେତେ ପର୍ଯ୍ୟନ୍ତ ଏଇ ଧାରଣା ରଖିବେ ସେତେ ପର୍ଯ୍ୟନ୍ତ ଆପଣମାନଙ୍କୁ ଭଗବାନ କହିବେ କି ହଁ ଆପଣ ପାରୁଛନ୍ତି ଯଦି ଆପଣ ହିଁ ନିଜେ କରନ୍ତୁ ତେଣୁ ସବୁବେଳେ ଭଗବାନଙ୍କୁ ପ୍ରତିଦିନ ଆତ୍ମସମର୍ପଣ ହେଇଯିବେ କହିବେ କି ହେ ପରମାତ୍ମା ପରମେଶ୍ୱର ମୁଁ ଆପଣଙ୍କର ପ୍ରିୟ ସନ୍ତାନ ଅଟେ ଆପଣଙ୍କର ସର୍ବଶ୍ରେଷ୍ଠ ସନ୍ତାନ ଅଟେ ଆପଣଙ୍କର ଅଂଶ ଅଟେ ଆପଣ ମୋର ଏବଂ ମୋର ସାରା ପରିବାରର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି ଆପଣଙ୍କର ଶକ୍ତି ଏବଂ ଆଶୀର୍ବାଦ ମୋର ସାରା ପରିବାରର ଚତୁର୍ପାର୍ଶ୍ୱରେ ସୁରକ୍ଷା କବଚ ହେଇକି ଅଛି ତ ଆପଣ ଯଦି ପ୍ରତିଦିନ ଏଇ ପରମାତ୍ମା ପରମେଶ୍ୱରଙ୍କର ଶକ୍ତିକୁ ନେଇକି ଚତୁର୍ପାର୍ଶ୍ୱରେ ସୁରକ୍ଷା କବଚ କରିବେ ତାହେଲେ ଆପଣଙ୍କର କିମ୍ବା ଆପଣଙ୍କର ପରିବାରର କିଛି ବି ଆପଣଙ୍କର ଅସୁବିଧା ହେବ ନାହିଁ କିମ୍ବା କିଛି ବି ନେଗେଟିଭିଟି ଆପଣମାନଙ୍କୁ ଟଚ୍ କରିପାରିବ ନାହିଁ ସବୁବେଳେ ଭଗବାନଙ୍କର ଶକ୍ତି ଗୋଟେ ଗ୍ରାଉଣ୍ଡ ହେଇକି ଗୋଟେ ସୁରକ୍ଷା କବଚ ହେଇକି ଆପଣମାନଙ୍କର ରହିବ ତେଣୁ ପ୍ରତିଦିନ ଏଇ କାର୍ଯ୍ୟ କରିବାକୁ କେବେ ବି ଭୁଲନ୍ତୁନି ଏବଂ ତାପରେ ଆପଣ ସେଇ ପୂର୍ଣ୍ଣ ସମର୍ପଣ ସେଇ ଆତ୍ମସମର୍ପଣ ହେଇକି କହିବେ କି ହେ ପରମାତ୍ମା ପରମେଶ୍ୱର ହେ ଅନନ୍ତ କୋଟି ବ୍ରହ୍ମାଣ୍ଡ ଆପଣ ମତେ ୱାର୍ଲଡର ସବୁଠୁ ବେଷ୍ଟ ୱାର୍ଲଡର ସବୁଠୁ ବେଷ୍ଟ ଦୁଇ ପୁଅ ଝିଅ କିମ୍ବା ଆପଣଙ୍କର ଯେତେ ପୁଅ ଝିଅ ଆପଣ କହିବେ କି ୱାର୍ଲଡର ସବୁଠୁ ବେଷ୍ଟ ଝିଅ ପୁଅ ମତେ ଦେଇଛନ୍ତି ସେମାନେ ବହୁତ ଇଣ୍ଟେଲିଜେଣ୍ଟ ବହୁତ ଟ୍ୟାଲେଣ୍ଟେଡ ବହୁତ ବ୍ରିଲିଆଣ୍ଟ ସେମାନେ ନମ୍ବର ୱାନ୍ ସେମାନେ ପ୍ରତି କ୍ଷେତ୍ରରେ ଟପର୍ସ ହଉଛନ୍ତି ଯୋଉ ଏକ୍ଜାମ ଦଉଛନ୍ତି ସେଇ ଏକ୍ଜାମରେ ଟପର୍ସ ହଉଛନ୍ତି କ୍ଲାସରେ ସବୁବେଳେ ଟପର୍ସ ହଉଛନ୍ତି ଥ୍ୟାଙ୍କ ୟୁ ସୋ ମଚ୍ ପ୍ରଭୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଆପଣ ପ୍ରତିଦିନ ଏମିତି ଆତ୍ମସମର୍ପଣ ଭାବ ରଖିକି ଆପଣ ପ୍ରତିଦିନ କୁହନ୍ତୁ କି ହେ ପରମାତ୍ମା ପରମେଶ୍ୱର ମତେ ୱାର୍ଲଡର ସବୁଠୁ ବେଷ୍ଟ ଝିଅ ପୁଅ ଦେଇଛନ୍ତି ସେମାନେ ବହୁତ ଇଣ୍ଟେଲିଜେଣ୍ଟ ବହୁତ ଟ୍ୟାଲେଣ୍ଟେଡ ବହୁତ ବ୍ରିଲିଆଣ୍ଟ ଆପଣ ଏମିତି କୁହନ୍ତୁ ଯେ ସେମାନେ ପ୍ରତି କ୍ଷେତ୍ରରେ ସଫଳତା ହାସଲ କରିକି ହିଁ ରହୁଛନ୍ତି ତାପରେ କହିବେ ମୋ ଝିଅ ପୁଅର ଆଚାର ଶ୍ରେଷ୍ଠ ବ୍ୟବହାର ଶ୍ରେଷ୍ଠ କର୍ମ ଶ୍ରେଷ୍ଠ ଧର୍ମ ଶ୍ରେଷ୍ଠ ବିଚାର ଶ୍ରେଷ୍ଠ ଏବଂ ଜୀବନ ମଧ୍ୟ ଶ୍ରେଷ୍ଠ ଏବଂ ସେ ସର୍ବଗୁଣା ସମ୍ପନ୍ନା ଆପଣ ସେମିତି କହିବେ ସେ ସର୍ବଗୁଣା ସମ୍ପନ୍ନ ସେ ମାଷ୍ଟର ସର୍ବଶକ୍ତିମାନ ସେ ଶକ୍ତିଶାଳୀ ଆତ୍ମା ଅଟେ ସେ ପବିତ୍ର ଆତ୍ମା ଅଟେ ଆପଣ ଏତିକି କାମ ପ୍ରତିଦିନ କରନ୍ତୁ ପ୍ରତିଦିନ ରାତିରେ ଶୋଇଲା ବେଳେ ମଧ୍ୟ କରିପାରିବେ ଏବଂ ସକାଳେ ଉଠିକି ଖୋଲା ଆକାଶକୁ ଚାହିଁକି ଆପଣ ପୂର୍ଣ୍ଣ ସମର୍ପଣ ଭାବ ରଖିକି ଏଇ କଥାକୁ ଆପଣ କହି ଚାଲନ୍ତୁ ଆପଣ ଯଦି ଏଇ ଜିନିଷକୁ ଆପଣ ଗୋଟେ ସପ୍ତାହ ଏଇ କାମକୁ କରିବେ ଏଇ କଥା କହିବେ ତାହେଲେ ଦେଖିବେ ଆପଣ ଗୋଟେ ସପ୍ତାହରେ ଆପଣଙ୍କର ପିଲାର ବହୁତ ସାରା ପରିବର୍ତ୍ତନ ଆସିଯିବ ପିଲା ପାଠ ପଢାରେ ବହୁତ ମନ ଦେବ ଏଇ ଜିନିଷ ମୁଁ ନିଜେ କରିଛି ମୋ ପିଲାମାନଙ୍କ ପାଇଁ ଏବଂ ମୁଁ ନିଜେ ରେଜଲ୍ଟ ପାଇଛି ଏବଂ ବହୁତ ସାରା ମା ମାନେ ରେଜଲ୍ଟ ପାଇସାରିଛନ୍ତି ସେଇଥିପାଇଁ ମୁଁ ଆପଣମାନଙ୍କର ରିକ୍ୱେଷ୍ଟ କରିବି ମୁଁ ପୁଣି ଆଉ ଥରେ ଏଇ ଭିଡିଓକୁ ଆପଣମାନଙ୍କ ପାଇଁ କରୁଛି ତ ନିହାତି ଭାବରେ ଆପଣମାନଙ୍କର ପିଲାମାନଙ୍କର ଆପଣମାନେ ଯୋଉ ମର୍ଣ୍ଣିଂରେ ଯୋଉ ଚାର୍ଜ କରିଦେଲେ ଯୋଉ ମର୍ଣ୍ଣିଂରେ ପରମାତ୍ମା ପରମେଶ୍ୱରଙ୍କଠୁ ପିଲାମାନଙ୍କ ପାଇଁ ବ୍ଲେସିଂସ୍ ନେଇ ନେଲେ ବା ପିଲାମାନଙ୍କର ଯୋଉ ସୁରକ୍ଷା କବଚ କରିଦେଲେ ଆପଣଙ୍କର ସେଇ ସୁରକ୍ଷା କବଚ ବା ସେଇ ଯୋଉ ଏନର୍ଜି ସେଇ ଯୋଉ ଆଫର୍ମେସନ ପିତାମାତାଙ୍କର ଯୋଉ ପାଟିରୁ ଯୋଉ ଶବ୍ଦ ବାହାରୁଛି ସେଇ ଶବ୍ଦର ଯୋଉ ପାୱାର ଦିନେ ପିଲାଙ୍କର ଭବିଷ୍ୟତ ଏତେ ଉଜ୍ଜଳ କରିବ ଯେ ଆପଣ ଯୋଉ ରୂପରେ ପିଲାକୁ ଦେଖିବା ପାଇଁ ଚାହୁଁଛନ୍ତି ସେଇ ରୂପରେ ହିଁ ପିଲାକୁ ଦେଖିପାରିବେ ବା ପିଲା ଯେମିତି ଆପଣ ଟପର୍ସ ବୋଲି କହିଛନ୍ତି ଯେମିତି ତାଙ୍କର ପ୍ରତି କ୍ଷେତ୍ରରେ ସିଏ ସଫଳତା ହାସଲ କରୁଛନ୍ତି ବୋଲି ପ୍ରତିଦିନ କହୁଛନ୍ତି ଦିନେ ଏମିତି
ସମୟ ଆସିବ ପ୍ରତିଦିନ ଯେତେବେଳେ ଆପଣ କରି କରି ଚାଲିବେ, ପ୍ରତିଦିନର ସେଇ ଯେଉଁ ଭଲ 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 ହେଇକି ଦିନେ ଏତେ ଭଲ ହେଇଯାଇଥିବ ଯେ ପିଲା ସଫଳତାର ଶୀର୍ଷରେ ଥିବ। କେବଳ ଆପଣମାନଙ୍କର ସେଇ 2-4 ମିନିଟର ଯୋଉ ପାଟିରୁ ସାମାନ୍ୟ କଥାରେ ତାଙ୍କର ଭବିଷ୍ୟତ ତିଆରି ହେଇଯାଇଥିବ। ତ ଆପଣମାନେ ନିହାତି ଭାବରେ ଏଇ କାମକୁ କରନ୍ତୁ। ପିଲାକୁ କେବେ ବି ଯୋଉ ଆପଣମାନେ କୁହନ୍ତି କି ଏଇ ତୁ ସେ ରାସ୍ତାରେ ଯା ନା ପଡ଼ିଯିବୁ, ଏଇ ତୁ ମୋବାଇଲ ଦେଖ ନା ତୋର ରେଜଲ୍ଟ ଖରାପ ହେଇଯିବ, ତୋର ପରୀକ୍ଷାରେ ଖରାପ ହେଇଯିବ, ଆପଣ ଏଇଭଳିଆ ଶବ୍ଦ ନେଗେଟିଭ ଶବ୍ଦ ଆପଣ ଜମାରୁ ବି ପିଲାଙ୍କ ପାଇଁ ୟୁଜ କରନ୍ତୁ ନାହିଁ। ଆପଣ ଚିନ୍ତା କଲେ ମୁଁ ଆପଣମାନଙ୍କୁ କହିବି, ହାତୀ ଉପରେ ମାଙ୍କଡ଼ ବସି ନାହିଁ, ଆପଣ ସେଇଟା ଦେଖନ୍ତୁ। ଆପଣ ଦେଖିପାରିବେ ଆଖି ବୁଜିକି କହିଲେ ଯେ ହାତୀ ଉପରେ ମାଙ୍କଡ଼ ବସି ନାହିଁ। ଆପଣ ମାଙ୍କଡ଼କୁ ଯେମିତି ଦେଖିବେନି, କିନ୍ତୁ ମୁଁ ଯୋଉ କଥା କହୁଛି ଯେ ହାତୀ ଉପରେ ମାଙ୍କଡ଼ ବସି ନାହିଁ, ଆପଣ ପାରିବେ କି ସେଇ ଜିନିଷ ଦେଖି? ପାରିବେନି। ତେଣୁ ନାହିଁ ଶବ୍ଦ ଆମ ବ୍ରେନରେ ନାହିଁ। ଆପଣ ସେଇ ଯୋଉ କହୁଛନ୍ତି ମୋବାଇଲ ଦେଖ ନା ରେଜଲ୍ଟ ଖରାପ ହେଇଯିବ, ସେ ରାସ୍ତାରେ ଯା ନା ତୁ ପଡ଼ିଯିବୁ, ଆପଣ ସେଇଭଳିଆ କହିବେ ନାହିଁ। ସେଇ ଜିନିଷକୁ ସଜାଡ଼ିକି ଆପଣ ସକାରାତ୍ମକ ବାକ୍ୟରେ କହିବେ, ପଜିଟିଭ ସେଣ୍ଟେନ୍ସରେ କହିବେ। ପିଲାର ନିହାତି ଭାବରେ ଫ୍ୟୁଚର ବଦଳି ହିଁ ରହିବ। ଆପଣଙ୍କର ଯୋଉ ପାଟିରୁ ଯୋଉ ଶବ୍ଦ ବାହାରୁଛି ସେଇ ଶବ୍ଦରେ ହିଁ ପିଲାଙ୍କର ଭବିଷ୍ୟତ ବଦଳି ଯାଇପାରିବ। ତ ଭିଡ଼ିଓ ଭଲ ଲାଗିଥିଲେ ଆପଣମାନେ ନିହାତି ଭାବରେ ଆପଣମାନଙ୍କର ବହୁମୂଲ୍ୟ ମତାମତକୁ ଜଣାଇବେ। ଏବଂ ଯଦି ମୋ ପିଲାମାନଙ୍କ ପରି ଆପଣମାନଙ୍କର ପିଲାମାନଙ୍କର ଭବିଷ୍ୟତ ଏଇ ସାମାନ୍ୟ କାମରେ ପରିବର୍ତ୍ତନ ହେଇଥାଏ, ତାହେଲେ ନିହାତି ଭାବରେ ରେଜଲ୍ଟକୁ ସେୟାର କରିବେ। ତ ଥ୍ୟାଙ୍କ ୟୁ ସୋ ମଚ୍। ଯଦି ଅଧିକ ଜାଣିବା ପାଇଁ ଚାହୁଁଛନ୍ତି କିମ୍ବା ପର୍ସନାଲ ସେସନ୍ ନେବା ପାଇଁ ଚାହୁଁଛନ୍ତି କିମ୍ବା ଫ୍ରି ମେଡିଟେସନ କ୍ଲାସରେ ଜଏନ୍ କରିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣ କମାଣ୍ଡୋ ଟ୍ରେନିଂ 3 ମନ୍ଥର ଯେଉଁ 90 ଡେଜର 90 ମିନିଟ୍ର କ୍ଲାସ୍ ରହିଛି, ଯଦି ଆପଣମାନେ ଜଏନ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ମୋର ପର୍ସନାଲ ହ୍ୱାଟ୍ସଆପ୍ ନମ୍ବରକୁ SMS କରିବେ। ମୋର ପର୍ସନାଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 9337984063 9337984063। ନିହାତି ଭାବରେ ଆପଣମାନଙ୍କର ବହୁମୂଲ୍ୟ ମତାମତକୁ ଜଣାଇବେ। ତ ଥ୍ୟାଙ୍କ ୟୁ ସୋ ମଚ୍। ଯଦି ନୂଆ କରି ମୋ ଭିଡ଼ିଓକୁ ଦେଖୁଛନ୍ତି ତାହେଲେ ନିହାତି ଭାବରେ ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ଆପଣମାନଙ୍କର ବହୁମୂଲ୍ୟ ମତାମତକୁ ଜଣାଇବେ। ତ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି ମୋ ହାର୍ଟରୁ, ମୋ ଦିଲରୁ। ଆପଣମାନେ ପ୍ରତିଦିନ ମୋ ଭିଡ଼ିଓକୁ ଦେଖୁଛନ୍ତି, ଭିଡ଼ିଓକୁ ଦେଖିକି ଅନୁସରଣ କରିକି ବହୁତ ସାରା ରେଜଲ୍ଟ ବି ପାଉଛନ୍ତି। ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ନିଜ ଜୀବନର ପରିଚର୍ଯାକୁ ପରିବର୍ତ୍ତନ ପାଇଁ ଯେଉଁ ରେସ୍ପନ୍ସିବିଲିଟି ନେଇଛନ୍ତି। ଥ୍ୟାଙ୍କ ୟୁ ସୋ ମଚ୍।